ଜୟ ଜଗନ୍ନାଥ ଫ୍ରେଣ୍ଡ ମାନେ ହାଇ ଫ୍ରେଣ୍ଡ ଆପଣମାନେ ଆସନ୍ତୁ ଭୋଜି କରିବେ। ଏଠି ରୁହ ଜିତୁ ଆମର ଚିକେନ୍ ବାଢ଼ୁଛି। ଏଇଠି ଏଇ ପିଲାଟି ଆଣିଲା ଖୁଣୁ ଦହି ଆମର ଟିକେ ସାଲାଡ଼ କଲୁ, ନହେଲେ ବହୁତ ହଇରାଣ ହେଉଥିଲୁ ଆମେ। ସାଲାଡ଼ ସେ ଆଣିଲା ଖୁଣୁ ଦହି ଆଣିଲା ଖୁଣୁ ସାଲାଡ଼ କରିଛୁ। ଚିକେନ୍ ବଢ଼ା ଚାଲିଛି। ରୁହ ସବୁ ପାସ୍ ସାଙ୍ଗମାନେ ପଳେଇଛନ୍ତି। ସେ କ'ଣ ଗୋଟେ ପଡ଼ିଛି ଖୋଜି ହେଉଛି। ରୁହ ଏଇ ପିଲାଟି ଫଟୋ ଉଠଉଛି ଦେଖୁଛନ୍ତି। ଏଇ ପିଲାଟି ଫଟୋ ଉଠେଇବା ଏକ୍ସପର୍ଟ, ଖାଲି ଫଟୋ ଉଠେଇବ, ଆଉ କିଛିଟା କରିବାକୁ ଇଚ୍ଛା ନୁହେଁ ତା'ର। ସାଲାଡ଼ ସଫିସିଏଣ୍ଟ ହେଇଛି ଭାଇ ଆମର। ନା ଭାତ ଦେଖନ୍ତୁ ଗୋଟି ଗୋଟି ଚାଉଳ, ବାସୁମତୀ ଚାଉଳ ଆମର। ଆଉ ଏଇ ପିଲାଟି କରିଛି ଦେଖୁଛନ୍ତି। ହଁ ଖାଲି ଆହୁରି ପିଲା ପୁଣି ଅଛନ୍ତି ଆସିଲେନି। ଲେଲାଟାରେ ଆମେ ଏଇଟା ଖାଇକି ଏତିକି ପଳେଇବୁ, ନହେଲେ ନାହିଁ। ଆମର ଏଠି ଅଛନ୍ତି କୁକୁର ଅଛନ୍ତି 3ଟା, ତାଙ୍କୁ ବି ଦେବୁ ଝୋଳ ସହିତ ଭାତ ଗୋଳେଇକି ଦେଇଦେଲେ ସିଏ ବି ଖାଇଦେବେ, ସଫିସିଏଣ୍ଟ ହେବ। ରୁହ ହିସାବ ଖାତା ବାହାରିଲା ଆମର। ଇଏ ଧନିଆ ଚଟଣି ନେଇକି ଯାଉଛି। ଇଏ ଗୋଟେ ପିଲା ଧନିଆ ଚଟଣି କରିଦେଇଛି। ଏଇଆଡ଼େ ବାଟଟା ଆମେ ଭୋଜି କରୁଥିଲୁ। ଏଇଟା ହେଉଛି ସାଇଡ଼୍ରେ ଅଛି ପଡ଼ିଆଟା। ରୁହ ସେ ଫଟୋ ଉଠେଇଲା। ଜୟ ଜଗନ୍ନାଥ ଦେଖ ଏଇ ଝିଙ୍ଗାଲାଲା ତା'ର ଫଟୋ ଉଠିକି ପକେଇଲା। ଭୋଜି ଲିଷ୍ଟ ଫଟୋ ଉଠିଲା, ଗ୍ରୁପ୍ରେ ପଡ଼ିବ। ଆଉ ଟିକେ ଭୋଜିଟା ଫଟୋ ଉଠିଲା। ରେଡ଼ି ଫଟୋ ଉଠିଲା। ରେଡ଼ି ଲମ୍ବେଇକି ଫଟୋ ଉଠଉଛି, କିନ୍ତୁ ଉଠିବାକୁ ଆଉ ନାହିଁ। ଉଠିକି ଫଟୋ ଉଠେଇ ପାରୁନି, ପ୍ରବଳ ହାଲିଆ। ଏଇଠି ଆମ ରୋଷେଇଆ ନୀଳିଆ ଗଞ୍ଜି ପିନ୍ଧିଛନ୍ତି। ଇଏ ଆମର ତ ସୁମିତ ବାବୁ। ବଢ଼ିଆ ଲାଗୁଛି। ଏଇଠି ଆମ ରୋଷେଇଆ ଆସିଗଲେ। ଚିକେନ୍ ଏନୁ ବାଢ଼ି ଆମ ରୋଷେଇଆ। ରୁହ ଠୁଙ୍ଗା ଆଣିବାକୁ ଗଲେଣି ହେରି। ରୁହ ଖଲି ଦେଖୁଛନ୍ତି। ହଉ ଚଟଣି ଖାଇଯା। ସେ ଖଲି ଦେଖୁଛି। ଖଲି ଆମର ସର୍ଟେଜ୍ ଅଛି ବୋଧେ। ପାଖକୁ ଯା, ସାଇଡ଼୍ ହେଇକି ବସିବାକୁ କୁହାହେଉଛି। ନହେଲେ ଏପଟ ସେପଟ ହେଇକି ବସୁଛ ଯେ ଜାଗା ନାହିଁ। ଆମ ରୋଷେଇଆ ରାଗିଗଲେଣି। କ'ଣ ହେଇଛି? ରୁହ ଠୁଙ୍ଗା ଗଣା ହେଇଯାଉଛି, କେତେଟା କ'ଣ ଅଛି। ଠୁଙ୍ଗା ଗୋଟେ କଣା ପଡ଼ିଯାଇଛି। କ'ଣ କରିବା? ଚଟଣି ଚେଞ୍ଜ କରିଦେବା। ଆମେ ଚଟଣି ଚେଞ୍ଜ କରିଦେବା ଏପଟୁକୁରେ। ଚଟଣି ଚେଞ୍ଜ କରିଦେଲେ ରେଡ଼ି। ଧନିଆ ଚଟଣି ଦେଖୁନ, ଧନିଆ ଆଣିଥିଲୁ ପକେଇବା ସାଲାଡ଼ରେ ଚିକେନ୍, କିନ୍ତୁ ସେ ଚଟଣି ବନେଇ ଦେଇଛି। ବନଉ ଛୋଟ ପିଲା। ବର୍ତ୍ତମାନ ଚିକେନ୍ ବାଢ଼ିବାକୁ ଗଲେ ଆମର ହେଡ଼୍ କୁକ୍ ବର୍ତ୍ତମାନ ବାଢ଼ୁଛନ୍ତି ଚିକେନ୍। ଡଙ୍କିରେ ଗୁଡ଼ା ହେଇଛି କଦଳୀ ପତ୍ର। କ'ଣ କହିବୁ ଆଉ। ଘଣ୍ଟା ହେଲା। ମାଟି ହାଣ୍ଡି ଚିକେନ୍, ଆମେ ଡେକ୍ଚି ହାଣ୍ଡି ଚିକେନ୍ କିନ୍ତୁ ଏଇଟା କରିଦେଇଛୁ। ଆପଣ ତ କେତେବେଳେ ଚିକେନ୍ ଖାଇନଥିବେ, ଆସନ୍ତୁ ଚିକେନ୍ ଖାଇବେ। କି ଦେଖିନଥିବେ ତ ଭଲରେ ଦେଖନ୍ତୁ ଚିକେନ୍ ଏଇଠି। ଚିକେନ୍ ଦେଖିକି ଯାଆନ୍ତୁ। ଏମିତି ରୋଷେଇ ହେଉଛି କି ରୋଷେଇ ଶିଖିନଥିବେ ଚିକେନ୍, କିନ୍ତୁ ଏଇଠି ଆମ ହେଡ଼୍ କୁକ୍ ପାଖକୁ ଆସନ୍ତୁ, ଚିକେନ୍ ରୋଷେଇ ଶିଖିକି ଯିବେ। ସେ ବେଷ୍ଟ ଚିକେନ୍ ରୋଷେଇ କରୁଛି। ଆପଣ ତ ଶିଖିନଥିବେ ରୋଷେଇ ନା, ଆକୁ ଡାକିନୁ, ଇଏ ବଢ଼ିଆ ଚିକେନ୍ ରୋଷେଇ କରିଦେବ। ଖୁଆଇ ଦେଇକି ଆସିବ ଚିକେନ୍, ଟେନସନ୍ ନାହିଁ। ଦେଖ ବାଢ଼ା ହେଉଛି, ପ୍ରାଞ୍ଜଳ ବଢ଼ିଆ ବାଢ଼ୁଛି। ସେ ତ ଉଣ୍ଡିକି ବସିଛନ୍ତି, ରେଡ଼ି ହେଇଗଲେ ଖିଆ ହେବ। ଦେଖୁନାହାନ୍ତି କିନ୍ତୁ ଘାଣ୍ଟି ବାଢ଼ୁଛନ୍ତି। ଆଉ କି ଘର ଛୁଆ, ସେ କ'ଣ ଛାଡ଼ିବ? ଛାଡ଼ିବାର ନାହିଁ। ସେ ଆସିଗଲେ ଆଉ ଜଣେ। ଇଏ ତ କିଏ ଭୋଳା। ଭୋଳା ଏଇ ବସିଲା ପୋଡ଼ି ସେକା ସାଙ୍ଗେ ଟିକେ ସାଲାଡ଼ କରିଛୁ ଭାଇମାନେ। ଦହି ଆଣିଲା ଖୁଣି ସାଲାଡ଼ ହେଇଛି, ନହେଲେ ଏମିତି ଚୁଛା ଚିକେନ୍ ଭାତ ଖାଇକି ଯାଇଥାନ୍ତୁ। ଆଉ ଦେଖ ବଢ଼ିଆ ରୋଷେଇଆ। ସେ ଯେମିତି ରୋଷେଇଆ ଯେମିତିଆ, ସେ ଚିକେନ୍ ତାଠୁ ଆହୁରି ଡବଲ୍ ବଢ଼ିଆ ଟେଷ୍ଟ ଚିକେନ୍। ଆକୁ ନିଅନ୍ତୁ, ରୋଷେଇ ଚିକେନ୍ ସେ ବଢ଼ିଆ କରିକି ଦେବ। ସଫିସିଏଣ୍ଟ ଖାଇବାକୁ ଦେବ ରୋଷେଇ କରିକି। ଦେଖୁଛ? କି ଝୋଳ, ଟେଷ୍ଟ, ହେଭି ଟେଷ୍ଟ, ସ୍ୱାଦ, ବାସ୍ନା ମହକୁଛି ଖାଲି। ସେ ଏରିଆଟା ମଲ୍ଲି ଫୁଲ ଯେମିତି ବାସ୍ନା ହୁଏ, ଚିକେନ୍ ଝୋଳ କି ବାସ୍ନାରେ ଖାଇଦେବ। କିନ୍ତୁ ଆମେ ଝୋଳକୁ ଚିକେନ୍ ଲଗେଇ ଖାଇବୁ କି? ଯେହେତୁ ଆମେ ରୋଷେଇ କରିଛୁ ଖାଇବୁ, ନହେଲେ ଝୋଳରେ ଖାଲି ଖାଇଦେବା। ଦେଖୁନ ଘାଣ୍ଟିକି ଆଣୁଛି, ପୁରା ବହଳିଆ ଅଛି ଝୋଳ। ଦେଖୁନ 2-3 ବେଲା ଝୋଳ ଆମର ଖାଲି। ହଉ ଏପଟେ ଖଲି ରେଡ଼ି ବି କଲେଣି। ଖଲି ଆଣ, ଖଲି ପକା ହେବ। ଜୟ ଜଗନ୍ନାଥ। ଖଲି ପକା। ଖଲି ପକେଇ ଦିଅ। ବାସ୍। ଏଣୁ ଖଲିକି ତ ଅଛି, ଏଣୁ ଖାଲି ଲେମ୍ବୁ ଲଗେଇଦେଲେ ବସିଥିବେ। ଭାତଟା ତ ଗୋଟେ ଚାମଚ ଆଣିକି ଆସିଛୁ।